ବସିଲା। ଅଜା ଲିପିକୁ କହିଲେ, ମୁଁ ତୋତେ ଆଜି ଗୋଟିଏ ନୂଆ ଗପ କହୁଛି ଶୁଣ। ଲିପି ବ୍ୟସ୍ତ ହୋଇ କହିଲା, ଶୀଘ୍ର କୁହ। ଅଜା ଗପ କହିଲେ। କ'ଣ କହିଲେ? ନା ଇତିହାସ ବିଷୟରେ କିଛି ଗପ କହିଲେ। ଦେଖ, ସେ କହିଲେ ଗ୍ରୀକ ଦେଶରେ ଜଣେ ଶକ୍ତିଶାଳୀ ରାଜା ଥିଲେ। ତାଙ୍କ ନାଁ ଥିଲା ଆଲେକଜାଣ୍ଡାର। ସେ ପୃଥିବୀର ଅନେକ ରାଜ୍ୟ ଜୟ କରିବା ପରେ ଭାରତ ଅଧିକାର କରିବାକୁ ଇଚ୍ଛା କଲେ। ସେତେବେଳେ ଭାରତର ଉତ୍ତର ପଶ୍ଚିମ ପଟେ ରାଜତ୍ୱ କରୁଥିବା ରାଜାମାନଙ୍କ ମଧ୍ୟରୁ ଦୁଇ ଜଣ ବିଖ୍ୟାତ ରାଜା ଥିଲେ। ସେ ରାଜା ଦୁଇ ଜଣ ହେଉଛନ୍ତି ଅମ୍ବି ଆଉ ପୁରୁ। କିଏ ସେ? ଅମ୍ବି ଆଉ ପୁରୁ। ଆଲେକଜାଣ୍ଡାରଙ୍କୁ ଭୟ କରି ଅମ୍ବି ତାଙ୍କର ଶରଣ ପଶିଲେ, କିନ୍ତୁ ପୁରୁ ଥିଲେ ବୀର। ସେ ଆଲେକଜାଣ୍ଡାରଙ୍କ ସହ ଯୁଦ୍ଧ କଲେ। ଏହି ଯୁଦ୍ଧରେ ପୁରୁ ହାରିଗଲେ ଓ ଆଲେକଜାଣ୍ଡାରଙ୍କ ଦ୍ୱାରା ବନ୍ଦୀ ଥିଲେ। ଆଲେକଜାଣ୍ଡାର ପୁରୁଙ୍କୁ ପଚାରିଲେ, ତୁମେ ମୋ ଠାରୁ କିପରି ବ୍ୟବହାର ଆଶା କରୁଛ? ପୁରୁ ଉତ୍ତର ଦେଲେ, ଜଣେ ରାଜା ଅନ୍ୟ ଜଣେ ରାଜା ଠାରୁ ଯେପରି ବ୍ୟବହାର ଆଶା କରିଥାଏ, ଜଣେ ରାଜା ଯେମିତି ଆଉ ଗୋଟେ ରାଜା ଠାରୁ ଯେମିତିଆ ବ୍ୟବହାର ଆଶା କରେ, ମୁଁ ସେମିତି ଆଶା କରୁଛି। ପୁରୁଙ୍କ ନିର୍ଭୀକତାରେ ଖୁସି ହୋଇ ଆଲେକଜାଣ୍ଡାର ତାଙ୍କୁ ମୁକ୍ତ କରି ତାଙ୍କ ରାଜ୍ୟ ଫେରାଇ ଦେଲେ। ଗପ ଶୁଣି ସାରି ଲିପି ପଚାରିଲା, ଅଜା ତୁମେ ଏତେ କଥା କୋଉଠୁ ଜାଣିଲ? ଅଜା ଉତ୍ତର ଦେଲେ, ଇତିହାସରୁ। କୋଉଠୁ ଜାଣିଲେ? ନା ଇତିହାସରୁ। ଏହାପରେ ଲିପି ଅଜାଙ୍କୁ ଇତିହାସ ବିଷୟରେ ଅନେକ ପ୍ରଶ୍ନ ପଚାରିଲା ଓ ଅଜା ସେସବୁର ଉତ୍ତର ଦେଲେ। ଲିପି ଯେଉଁ ସବୁ ପ୍ରଶ୍ନ ପଚାରିଥିଲା ଓ ଅଜା କି ଉତ୍ତର ଦେଇଥିଲେ ସେ ଜାଣିବ। କ'ଣ ପଚାରିଲା? ନା ଇତିହାସ କହିଲେ କ'ଣ ବୁଝ? ପ୍ରଥମେ ପଚାରିଲା, ଇତିହାସ କହିଲେ କ'ଣ ବୁଝ? ଅଜା କହିଲେ, ବର୍ତ୍ତମାନ ପୃଥିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତିର। ବୈଜ୍ଞାନିକମାନେ ମତ ଦିଅନ୍ତି ଆଜିକୁ ପ୍ରାୟ 15 ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ତା ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା। ହେଲା, ଆମେ ଯେମିତିଆ ବର୍ତ୍ତମାନ ହେଇଛେ ସେମିତିଆ ହେଇନଥିଲେ। ପ୍ରଥମେ ନୃବାନର ମାନଙ୍କର କ୍ରମ ବିନାଶ ଘଟି ମନୁଷ୍ୟ ସୃଷ୍ଟି ହେଇଥିଲେ। ଯେମିତି କହନ୍ତି ବାପାଙ୍କର ବାପା ହେଲେ ମାଙ୍କଡ଼, ସେମିତି ସେ କ'ଣ ଥିଲେ? ନୃବାନର ଥିଲେ। ତାଙ୍କର କ୍ରମ ବିକାଶ ଘଟିକିରି ବର୍ତ୍ତମାନ ମନୁଷ୍ୟ ସୃଷ୍ଟି ହେଇଛି। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ସେହି ପ୍ରକାର ନୃବାନର ଆଉ ନାହାନ୍ତି। ଆଉ ଅଛନ୍ତି କି? ନାହାନ୍ତି। ସେଇ ଜାତିର ଗିବନ, ଓରାଙ୍ଗଟାଙ୍ଗ, ଗରିଲା, ସିମ୍ପାଜି ମାନେ ଏବେ ପୃଥିବୀର ଦେଖାଯାଉଛନ୍ତି। ଯେଉଁ ନୃବାନରଙ୍କ ଜାତିର କିଏ ଅଛନ୍ତି ଆଉ? ନା ଗିବନ, ଓରାଙ୍ଗଟାଙ୍ଗ, ଗରିଲା, ସିମ୍ପାଜି ଏସବୁ ପୃଥିବୀରେ ଦେଖାଯାଉଛନ୍ତି। ଗରିଲାର ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି। ଏହାଛଡ଼ା ସିମ୍ପାଜିର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାରେ ଦେଖାଯାଉଛି। ମନୁଷ୍ୟମାନଙ୍କର ସାଂସ୍କୃତିକ ଧାରା ଅତି ପ୍ରାଚୀନ। ସାମାଜିକ, ରାଜନୀତି ଓ ଅର୍ଥଶାସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ। ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟର ସଂସ୍କୃତି ଆଗକୁ ଗତି କରିଛି। ଏହିସବୁ ଅଗ୍ରଗତିର ଧାରାବାହିକ ବିବରଣୀ, ଯେଉଁ ପ୍ରଥମେ ସେ କ'ଣ କରୁଥିଲା, ତାପରେ କ'ଣ କଲା, ତାପରେ କ'ଣ, ଯାହା ସବୁ କ୍ରମ ଅନୁସାରେ ଚାଲିଲା ସେଇଟାକୁ କହିବା ଧାରା ବିବରଣୀ। এই ଧାରା ବିବରଣୀକୁ ହେଉଛି ଇତିହାସ। ଅନ୍ୟ ଭାବରେ କହିଲେ ମନୁଷ୍ୟର ଅତୀତ ଘଟଣା ଗୁଡ଼ିକର ନିରବିଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ। ତାହେଲେ ଇତିହାସ କହିଲେ କ'ଣ ବୁଝ? ନା ମନୁଷ୍ୟର ଅତୀତ ଘଟଣା ଗୁଡ଼ିକ ନିରବିଚ୍ଛିନ୍ନ ଭାବରେ ଅଗ୍ରଗତି ଯେଉଁଟା କରିଛି ତାହାକୁ କହିବା ଇତିହାସ। ତାହେଲେ ଇତିହାସକୁ ଇଂରାଜୀରେ ହିଷ୍ଟୋରି ବୋଲି କୁହାଯାଏ। ହିଷ୍ଟ୍ରି ଶବ୍ଦଟି ଗ୍ରୀକ ଶବ୍ଦ ହିଷ୍ଟୋରୁ ଆସିଛି। ଏହାର ଅର୍ଥ ହେଉଛି ଅତୀତ ବିଷୟରେ ଜାଣିବା। ହିଷ୍ଟୋରିର ଯେଉଁ ଅର୍ଥ କ'ଣ? ଅତୀତ ବିଷୟରେ ଜାଣିବା। ଅନ୍ୟ ଅର୍ଥରେ ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରୁଛି। ବର୍ତ୍ତମାନ ଇତିହାସ କହିଲେ
ବର୍ତ୍ତମାନ ଏତିକି ଥାଉ। ପରବର୍ତ୍ତୀ ଭିଡ଼ିଓରେ ପଢ଼େଇବା ଇତିହାସ ପଠନର ଉପାଦେୟତା।